ଗୋଟିଏ ଗାଁରେ ଧାକଡ଼ ନାମକ ଗୋଟିଏ ଲୋକ ରହୁଥିଲା। ସେ ଖାଇବାର ବହୁତ ଶୌକିନ ଥିଲା, କିନ୍ତୁ ସେ କିଛି କାମ କରୁନଥିଲା। ଏଥିପାଇଁ ସେ ଖାଇବା ଚୋରି କରିବାକୁ ଲାଗିଲା। ଅନ୍ଧ ଭିକାରୀକୁ ମଧ୍ୟ ଛାଡ଼େ ନାହିଁ, ସେମାନଙ୍କଠୁ ବି ଚୋରି କରି ନିଏ। ସେ ଗାଁରେ ଗୋବିନ୍ଦ ନାମକ କଦଳୀ ବିକାଳି ରହୁଥିଲା। ସେ ସବୁଦିନ କଦଳୀ ବଗିଚାରୁ କଦଳୀ ଆଣିକି ଗୋଟିଏ ବାଉଁଶର ଦୁଇ ପାଖରେ ବାନ୍ଧି ନେଇକି ବିକିବାକୁ ଯାଏ। ପୁଣି ମାର୍କେଟରେ କଦଳୀକୁ ବିକେ। ଗୋଟିଏ ଦିନ ଧାକଡ଼ ଗୋବିନ୍ଦକୁ କଦଳୀ ନେଇକି ଯାଉଥିବାର ଦେଖିଲା। ସେ ଧୀରେ ଧୀରେ ତା ପଛରେ ଗଲା ଓ କଦଳୀ ଖାଇବାକୁ ଲାଗିଲା। ତାର ଚୋପାକୁ ପଛକୁ ଏଣେ ତେଣେ ଫୋପାଡ଼ିବାକୁ ଲାଗିଲା। ସେ ଏମିତି ପୁରା ଗୁଚ୍ଛା ଖାଇଦେଲା ଓ ଗୋବିନ୍ଦକୁ ସନ୍ଦେହ ନ ହଉ ବୋଲି ସେଥିରେ ଗୋଟିଏ ପଥର ବାନ୍ଧି ନେଲା। ମାର୍କେଟ ପହଞ୍ଚିକି ଗୋବିନ୍ଦ ଏହା ଦେଖିଲା ତ ସେ ଆଶ୍ଚର୍ଯ୍ୟ ହୋଇଗଲା। ପୁଣି ଗୋଟିଏ ଲୋକ, କଣ ଗୋବିନ୍ଦ, ତୁମେ ଖାଲି ଗୁଚ୍ଛା ଆଣିକି ଆସିଛ? ନା ବହୁତ ସରଳ ଅଟ, ତୁମ ଦ୍ୱାରା ଏ ବେପାର ହେଇପାରିବନି। ଇଏ ତୁମକୁ ଏ କଦଳୀ ବିକିଛି, ଏ ତୁମକୁ ଧୋକା ଦେଇଥିବ। ଗୋବିନ୍ଦ କିଛି ଜାଣିପାରିଲାନି। ଗୋବିନ୍ଦ ଘରେ ପହଞ୍ଚି ନିଜ ସ୍ତ୍ରୀକୁ କୁହେ, ମୁଁ ତ କିଛି ବୁଝିପାରୁନି, ସବୁଦିନ କଦଳୀ ଗାୟବ କେମିତି ହେଇଯାଉଛି। ମୋର ମୂର୍ଖତା ଲାଗି ଘରେ ଖାଇବାକୁ ଅସୁବିଧା ହେଉଛି। ଏବେ ମୁଁ ଏ ବେପାର କରିବିନି। ମୁଁ କାଲିଠାରୁ କେଉଁଠି କୁଲିର କାମ କରିନେବି। ଏହା ଶୁଣି ତା ପୁଅ ଟିଙ୍କୁ ବହୁତ ମନ ଦୁଃଖ କଲା। ଆପଣ କିଛି ଚିନ୍ତା କରନ୍ତୁନି ପୁଅ ଟିଙ୍କୁ, କାଲି ତୁ ତୋ ବାପାଙ୍କ ସାଙ୍ଗରେ ଯା, ଟିକେ ଦେଖିବୁ ତ କଣ ହଉଛି। ହଁ ବୋଉ, ମୁଁ କାଲି ବାପାଙ୍କ ସାଙ୍ଗରେ ଯାଇକି ଦେଖୁଛି କି କଣ ହଉଛି। ପରଦିନ ଟିଙ୍କୁ ଆଉ ଗୋବିନ୍ଦ ବଗିଚାରୁ କଦଳୀ କିଣିଲେ। କଦଳୀ କିଣି ସାରିବା ପରେ ଟିଙ୍କୁ କହିଲା, ବାପା ତମେ ଆଗେ ଆଗେ ଚାଲ, ମୁଁ ତମ ପଛେ ପଛେ ଆସୁଛି। ଗୋବିନ୍ଦ ଆଗକୁ ଯିବାକୁ ଲାଗିଲା। ଏତିକି ବେଳେ ଗଛ ପଛରେ ଲୁଚିଥିବା ଧାକଡ଼ ବାହାରକୁ ଆସିକି କଦଳୀ ପଛରେ ଚାଲିବାକୁ ଲାଗିଲା। ଏହା ଦେଖି ଟିଙ୍କୁ ଆଶ୍ଚର୍ଯ୍ୟ ହୋଇଗଲା। ଧାକଡ଼ ଧୀରେ ଧୀରେ କଦଳୀ ଖାଇବାକୁ ଲାଗିଲା। ଓହୋ, ଇଏ ଏହାର କାମ ଅଟେ। ସ୍କୁଲରେ ବି ମୋ ସାଙ୍ଗର ଲଞ୍ଚ ବକ୍ସ ଏହି ଚୋରି କରୁଥିବ ବୋଧେ। ୟାକୁ ଗୋଟିଏ ବୁଦ୍ଧି ଶିଖେଇବାକୁ ହିଁ ପଡ଼ିବ। ଏମିତି ମନେ ମନେ ଟିଙ୍କୁ ଭାବିଲା। ପୁଣି ଜୋରରେ କହିଲା, ବାପା ରୁହ, ମୁଁ ଆସୁଛି। ଏହା ଶୁଣି ଧାକଡ଼ ସେଠାରୁ ଦୌଡ଼ି ଚାଲିଗଲା। ପରଦିନ ଟିଙ୍କୁ ଗୋଟିଏ ବାଘ ଛୁଆକୁ ସେ ପାଖ ଜଙ୍ଗଲରୁ ଉଠେଇକି ଆଣିଲା। ଆଉ ଯେଉଁ ଗଛ ପଛରେ ଧାକଡ଼ ଲୁଚୁଥିଲା ସେଇଠି ବାଘ ଛୁଆକୁ ଛାଡ଼ିଦେଲା। ଧାକଡ଼ ସେଠାକୁ ଆସିଲା। ସେ ବାଘ ଛୁଆକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ୱାଓ, ଇଏ ତ ବାଘ ଛୁଆ। ଏମିତିକା ଛୁଆ ମିଳିଲେ ମୁଁ ତ ତାକୁ ବିକିକି ଭଲରେ ଚଳିବି। ଏହା ଭାବି ସେ ଛୁଆକୁ ନେଇ ସେଠାରୁ ଯିବାକୁ ଲାଗିଲା। ଟିକିଏ ଦୂରକୁ ଯାଇଛି ନା ନାଇଁ, ଗୋଟିଏ ବାଘ ଦେଖାଗଲା। ସେ ବାଘ ରାଗିକି ଧାକଡ଼କୁ ଦେଖୁଥିଲା। ଧାକଡ଼ ବାଘ ଛୁଆକୁ ଦେଖିଲା ତ ସେ ସବୁ ବୁଝିଗଲା। ଏବେ ବାଘ ତା ଆଡ଼କୁ ଦୌଡ଼ିବାକୁ ଲାଗିଲା। ଏବେ ଧାକଡ଼ ଚିଲେଇ ଜୋରରେ ଦୌଡ଼ିବାକୁ ଲାଗିଲା। ଏପରି ଦୌଡ଼ି ଦୌଡ଼ି ଧାକଡ଼ ଗାଁରୁ ବାହାରିଗଲା। ପୁଣି ସେ ଗାଁକୁ କେବେ ବି ଫେରିଲା ନାହିଁ। ଟିଙ୍କୁକୁ ତାର ବାପା ଓ ମା ଖୁସିରେ ସାବାସୀ ଜଣାଇଲେ। ପିଲେମାନେ, ଗପଟି କେମିତି ଲାଗିଲା? ଯଦି ଭଲ ଲାଗିଲା ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବାକୁ ଭୁଲିବନି। ଆମ ଚ୍ୟାନେଲ ଓଡ଼ିଆ ପର୍ଦା।